କିଏ ଏହି ଓଡ଼ିଆ ଝିଅ କଳ୍ପନା ସୋରେନ, ଯାହାକୁ ନେଇ ଦେଶ ସାରା ଏବେ ଚର୍ଚ୍ଚା ଓ ଆଲୋଚନା, ଯାହାଙ୍କ ପାଇଁ ମୋଦିଙ୍କ ଆଖିରୁ ହଜିଯାଇଛି ନିଦ ଆଉ ମୋଦିଙ୍କ 56 ଇଞ୍ଚ ଛାତିରେ ପଶିଛି ଛନକା। ଆଉ ଏହି ଓଡ଼ିଆ ଝିଅଙ୍କ ନିର୍ବାଚନ ରଣନୀତି ଆଗରେ ଫେଲ ମାରିଛି ବିଜେପି ହେଭିୱେଟ୍ ତଥା ବିଜେପି ଚାଣକ୍ୟ ଅମିତ ଶାହଙ୍କ ରଣନୀତି। ଆସନ୍ତୁ ଦେଖିବା ସମ୍ପୂର୍ଣ୍ଣ ରିପୋର୍ଟ। ହାଇ ହ୍ୟାଲୋ ଛଡ଼ନ୍ତୁ, ଜୟ ଜଗନ୍ନାଥ କୁହନ୍ତୁ, ଜୟ ଜଗନ୍ନାଥ ସମସ୍ତଙ୍କୁ ନମସ୍କାର। ଝାଡ଼ଖଣ୍ଡ ନିର୍ବାଚନରେ କଳ୍ପନାଙ୍କ କମାଲ। ହଁ ଦର୍ଶକ ବନ୍ଧୁ, କିଛି ଦିନ ପୂର୍ବେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ମହାରାଷ୍ଟ୍ର ନିର୍ବାଚନରେ ବିଜେପି ତଥା ଏନଡିଏ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିଥିବା ବେଳେ ଝାଡ଼ଖଣ୍ଡ ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଛି ବିଜେପି। ଏ ପରାଜୟ ପଛର ଅନେକ କାରଣ ରହିଛି, କିନ୍ତୁ ଯେଉଁ କାରଣକୁ ସମସ୍ତେ ଦାବିଦାର ବୋଲି କହୁଛନ୍ତି ସେ କାରଣ ହେଲା କଳ୍ପନା। ଏହି 3 ଅକ୍ଷର ବିଶିଷ୍ଟ କଳ୍ପନା ନାଁ ହିଁ ଯଥେଷ୍ଟ। କାହିଁକି ନା ହେମନ୍ତ ସୋରେନଙ୍କ ଗିରଫ ପରେ ଝାଡ଼ଖଣ୍ଡ ମଇଦାନରେ ଏକଚାଟିଆ ନିର୍ବାଚନ ଜିତି ସରକାର ଗଠନ କରିବାର ସ୍ୱପ୍ନ ଦେଖୁଥିବା ବିଜେପିର ନିଜକୁ ହଜାଇ ଦେଇଥିବାର ନାଁ କଳ୍ପନା। ଝାଡ଼ଖଣ୍ଡବାସୀଙ୍କ ହୃଦୟ ଜିତି ତାଙ୍କ ହୃଦୟରେ ରାଜ କରୁଥିବାର ନାଁ କଳ୍ପନା। ଝାଡ଼ଖଣ୍ଡ ମଇଦାନରେ ବିଜେପିକୁ ପରାଜିତ କରି ବିଜୟୀ ହୋଇଥିବା ଯୋଦ୍ଧାର ନାଁ କଳ୍ପନା। ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରୁଥିବାର ନାଁ କଳ୍ପନା। ଉଭୟ ହିନ୍ଦୀ, ଇଂରାଜୀ ଓ ସାନ୍ତାଳୀରେ ଦମଦାର ଭାଷଣ ଦେଇ ସମସ୍ତଙ୍କୁ କିମିଆ କରିପାରୁଥିବାର ନାଁ କଳ୍ପନା। ଏହି କଳ୍ପନା ସୋରେନ ବର୍ଷକ ପୂର୍ବରୁ ରାଜନୀତିରେ ଅନଭିଜ୍ଞ ଥିଲେ, ଏବେ କିନ୍ତୁ ରାଜନୀତି ମଇଦାନର ଜଣେ ପୋପଟ ଖିଲାଡି, ଆଉ ଯାହାଙ୍କ ବୋଲିଂ ରଣକୌଶଳ ଆଗରେ ଫେଲ ମାରିଲେ ବିଜେପିର ଓପନିଂ ଯୋଡ଼ି ନରେନ୍ଦ୍ର ମୋଦି ଓ ଅମିତ ଶାହ। ଆଉ ମୋଦି ଶାହଙ୍କ ଏୟାରପୋର୍ଟ ଓ ବାଉନ୍ସର ବଲକୁ ଅତି ଚତୁରତାର ସହ ଖେଳି ଛକା ଚୌକା ବର୍ଷଣ କରି ଝାଡ଼ଖଣ୍ଡ ମଇଦାନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ବିଜୟ କରିବା ସହିତ ନିଜେ ହୋଇଥିଲେ ମ୍ୟାନ ଅଫ ଦି ମ୍ୟାଚ। ତେବେ ପତିଙ୍କ ଗିରଫ ପରେ ରାଜନୀତିରେ ବାଧ୍ୟବାଧକତାରେ ଯୋଗ ଦେଇଥିବା ଏହି କଳ୍ପନା ସୋରେନ ଉପନିର୍ବାଚନରେ ବିଜୟୀ ପରେ ଆଉ କେବେ ପଛକୁ ଫେରି ନାହାନ୍ତି। କଳ୍ପନା ସୋରେନ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ବାରିପଦା ଠାରେ ଜନ୍ମଗ୍ରହଣ କରିଥିଲେ। ବାରିପଦା କେନ୍ଦ୍ରୀୟ ବିଦ୍ୟାଳୟରେ ନିଜର ସ୍କୁଲ ଶିକ୍ଷା ଶେଷ କରିବା ସହିତ ବ୍ୟବସାୟରେ ରୁଚି ରଖିଥିବାରୁ ମାଷ୍ଟର ଡିଗ୍ରୀ ମଧ୍ୟ ଶେଷ କରିଛନ୍ତି। ବାପା ଜଣେ ଅବସରପ୍ରାପ୍ତ ସେନାଧିକାରୀ, ମା ଜଣେ ଗୃହିଣୀ। ଫେବୃଆରୀ 6, 2007 ମସିହା ହେମନ୍ତ ସୋରେନଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଥିଲେ କଳ୍ପନା ସୋରେନ। ଦର୍ଶକ ବନ୍ଧୁ, ଏବେ ଦେଖିବାକୁ ବାକି ରହିଲା ଖୁବ୍ କମ୍ ଦିନ ଭିତରେ ରାଜନୀତିରେ ଚମକିଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ଚମକାଇଥିବା ଏହି କଳ୍ପନା ସୋରେନଙ୍କ ଚମକ କେତେ ଦିନ ରହୁଛି ନା ଭବିଷ୍ୟତରେ ଚମକରେ ମଳିନତା ପଡୁଛି। ଜୟ ଜଗନ୍ନାଥ।